ବର୍ଷକ ଆଗରୁ ବୁକିଂ କଲୁ, ବର୍ତ୍ତମାନ ଶୁଣୁଛୁ ସେ ପଇସା ଆଡଭାନ୍ସ ନେଇକି ବର୍ତ୍ତମାନ କହୁଛି ମୁଁ ରହିବିନି। ସେ ଯଦି ନ ରୁହେ, ଆମେ କଣ ମାଲିକକୁ ଦେଖିକି ପଇସା ଦେଇଛୁ? ମାଲିକ କଣ ନାଚ କରିବୁ? ଆମେ କଳାକାରଙ୍କୁ ଦେଖି ପଇସା ଦଉ। କୋଉ କଳାକାର କୋଉ ପାର୍ଟିରେ ରହିଲା, ଆମ ନାଚ କମିଟିଟା ଚାଲିବ କି ଆମେ ଦି ପଇସା ପାଇବୁ। ଯଦି ଏଭଳି ହୁଏ ତାହେଲେ ଆମେ ତ ଲସ୍ କରିବୁ, ଆମେ ସେ ନାଚ ନବୁ କାହିଁକି? ମୁଁ ସେଇ କଥା ଆସିଛି ବାବୁଙ୍କ କତିକି କହିବା ପାଇଁ। ଯଦି ସେ ନ ରୁହେ ତାହେଲେ ଆମ କମିଟି ଆମେ ବୁକିଂ କରିବୁ ନା, ଆମେ କ୍ୟାନସଲ କରନ୍ତୁ କମିଟି। ଯେମିତି କମିଟି ବୁଡିଯିବ। ଏଇ ଯୋଉ କଳାକାର ମାନେ ଯୋଉ ବାର୍ଗେନିଂ କରିକି ଟଙ୍କା 20 ଲକ୍ଷ 30 ଲକ୍ଷ 10 ଲକ୍ଷ ନେଇ ବର୍ଷ ବର୍ଷ ରଖି ଠିକ ନାଚ ସିଜିନ ବେଳକୁ ଆସିକି କୋଉ ମାଲିକ କିଏ କଣ ଆଉ ଲକ୍ଷ 2 ଲକ୍ଷ ବଢଉଛି, ସେମାନେ ଏଇଭଳିଆ ବାର୍ଗେନିଂ କରୁଛନ୍ତି। ଏଥିରେ ମାଲିକ ବଞ୍ଚିବ କେମିତି, କମିଟି ବଞ୍ଚିବ କେମିତି? ସେମାନେ ଅତି ଖରାପ ଇଏ କରୁଛନ୍ତି ଜିନିଷଟା। ଏଠି ଅତି ନିନ୍ଦନୀୟ ଘଟଣା, ଏଟା ଠିକ ନୁହେଁ। ଏଟା ଗୋଟେ କଳାକାର ପକ୍ଷରେ ଏଟା ଅତି ଅମାନୁଷିକ କଥା। ତମେ ଯେତିକି ପାରିଶ୍ରମିକ ନବା କଥା କଥା କଲ, ଏଗ୍ରିମେଣ୍ଟ କଲ, ଚୁକ୍ତି କଲ, ଟଙ୍କା ଆଡଭାନ୍ସ ନେଲା ପରେ 6 ମାସ 4 ମାସ ପରେ ଆସି କହୁଛ ଆମେ ରହିବୁନି, ତମେ ଟଙ୍କା ଫେରସ୍ତ ଦିଅ, ଆମେ ନାଚ କରିବୁନି, ଇଏ କରିବୁନି, ଗୋଟେ ବାହାନା ଦେଖଉଛନ୍ତି। ଏଟା ତ ଠିକ କଥା ନୁହଁ। ଏମିତି ହେଲେ ତ ସଂସ୍ଥା ବୁଡିଯିବ ସବୁ।